ଜୀବନ ନାଟକରେ ଗୋଟେ ବାସ୍ତବ ଅଭିନେତା ମୁଁ। ତା ଅର୍ଥ ହେଉଛି ଏହା ଯେ କେବଳ ଖୁସି ସମସ୍ତଙ୍କୁ ବାଣ୍ଟିବା, ଲୋକମାନଙ୍କ ଭିତରେ ଗୋଟେ ଭାଇଚାରା ଭାବାତ୍ମକ ଆବେଗ ଏବଂ ଏ କଳାକୁ ନେଇକି ଅନେକ ଲୋକଙ୍କୁ ବାନ୍ଧି ରଖିବାର ଗୋଟେ ଛୋଟ ପ୍ରୟାସ। ତେଣୁ ଶେଷ 8 ବର୍ଷ ହେଲା ଏଇ ଗୋଟେ ଅଞ୍ଚଳର ପିଲାମାନଙ୍କୁ ନେଇ, ଅଞ୍ଚଳରେ ଥିବା ପ୍ରତିଭାମାନଙ୍କୁ ନେଇ ଏ ଗୋଟେ ଅନୁଷ୍ଠାନ ଆସୁଛି ଏବଂ ଅନେକ ଲୋକଙ୍କର ଅଞ୍ଚଳ ସାରା ପାଖାପାଖି 5-10 ଖଣ୍ଡ ଗାଁ ଲୋକମାନଙ୍କର ସମସ୍ତଙ୍କ ଭଲ ପାଇବା ଆଉ ସମସ୍ତଙ୍କ ପ୍ରେରଣା ଏବଂ ସମସ୍ତଙ୍କୁ ସବୁ ପ୍ରକାର ସପୋର୍ଟ ଆମ ପ୍ରତି ରହୁଛି ଏବଂ ସମସ୍ତେ ଖୁବ୍ ଏନ୍ଜୟ କରୁଛନ୍ତି। ତା ଭିତରେ ମୁଁ ମଧ୍ୟ ଆମ ଅଞ୍ଚଳର ମୁଁ ମଧ୍ୟ ଛୋଟିଆ କଳାକାରଟିଏ। ତେଣୁ ଏଇଟା ଏକମାତ୍ର ଉଦ୍ଦେଶ୍ୟ ହେଉଛି କେବଳ ଆମ ଅଞ୍ଚଳରେ ଲୋକମାନଙ୍କ ଭିତରେ କେବଳ ଖୁସି ବାଣ୍ଟି ନିଜେ ଖୁବ୍ ଖୁସି ପାଇବା। ପିଲାବେଳୁ ସ୍କୁଲରେ ଗୀତ ଗାଇବା, ସ୍କୁଲ ଡ୍ରାମାରେ ରୋଲ୍ କରିବା, ତେଣୁ ଏ ଗୋଟେ ଦୁର୍ବଳତା ଥିଲା। ଯେମିତି ବିଭିନ୍ନ ଜାଗାରେ ଦେଖନ୍ତି ଯେଉଁଠି ଷ୍ଟେଜ୍ ମିଳେ ମୁଁ ଗୀତଟା ଗାଇଦିଏ, ନିଜ ଭିତରେ ସେ ଇଚ୍ଛାଟା ଥାଏ ଏବଂ ଏଇଟା ହେଉଛି ବାସ୍ତବରେ କଳାକାରଟିଏ। ମୋ କଥା ନୁହେଁ, ମୁଁ ତ ସେତେ କଳାକାରର ପଦବଚ ହେଇନପାରେ, କିନ୍ତୁ ବାସ୍ତବରେ ଗୋଟେ କଳାକାରଟିଏ ଯେଉଁମାନଙ୍କୁ ମୁଁ ଦେଖିଛି ସେମାନଙ୍କ ଭିତରେ ଗୋଟେ ଭଲ ପାଇବାର ଗୋଟେ ହୃଦୟ ଥାଏ। ତେଣୁ ସେଇଭଳି ଏକ ଅନ୍ୟମାନଙ୍କୁ ଭଲ ପାଉଥିବା ହୃଦୟ ଥିବା ମୁଁ ମଧ୍ୟ ଜଣେ ମଣିଷ ରୂପେ ନିଜକୁ ପ୍ରତିଗଣିତ କରେ। ତେଣୁ କଳାକାର ଏମିତି ନୁହେଁ, କଳା ପ୍ରତି ଦୁର୍ବଳତା ଏବଂ ଯାହା କିଛି ଭଗବାନ କଳା ନୈପୁଣ୍ୟ ଦେଇଛନ୍ତି, ଯାହା କିଛି ଦକ୍ଷତା ଦେଇଛନ୍ତି ତାକୁ ନେଇକି ଗୋଟେ ପ୍ରଚେଷ୍ଟା।